ଚୁନି ଚିଡ଼ିଆ ଯେମିତି ତା ବସାକୁ ପହଞ୍ଚିଛି, ତା ଦୁଇଟି ଛୁଆ ମୁହଁ ଖୋଲିବାକୁ ଲାଗିଲେ। ଚିଡ଼ିଆ ଯେମିତି ତାଙ୍କୁ ଖାଇବା ପାଇଁ ଦେଇଛି, ଅଚାନକ ତା ମୁଣ୍ଡ ବୁଲାଇଲା। ଚୁନି ଚିଡ଼ିଆ ନିଜର ବସାରେ ଟଳି ପଡ଼ିଲା। ସେ ସେଠାରେ ବେହୋସ ହୋଇଗଲା। ଦୁଇଟି ଛୁଆ ଦୁଃଖୀ ହୋଇଗଲେ। ମା ଉଠ ନା, ମା ଉଠ ନା, ତୁମକୁ କ'ଣ ହେଲା? ମା କିଛି କହୁନ? ତୁମେ ଏମିତି କେବେ କରିବାର ଆମେ ଆଗରୁ କେବେ ଦେଖିନାହିଁ। ମା ଆମେ କ'ଣ ଭୁଲ କରିଦେଲୁ? ତୁମକୁ ହଇରାଣ କରିବୁ ନାହିଁ, ତୁମ କଥା ମାନିବୁ। ଆମେ ତ କିଛି ଭୁଲ କରିନାହିଁ ମା, କୁହ ନା ମା, ଆମ ସହ କଥା ହୁଅ ନା ମା। ମା ଚିଡ଼ିଆର ଶରୀର କୌଣସି ହଲଚଲ ହେଉନଥିଲା। ସେ ପ୍ରାଣତ୍ୟାଗ କରିସାରିଥିଲା। ଦୁଇଟି ଛୁଆ ଲୁହ ଗଡ଼ାଇ ଚାଲିଥିଲେ। ଚିଡ଼ିଆ ଛୁଆ ଦୁଇଟି ବହୁତ ଛୋଟ ଥିଲେ, ଏଥିପାଇଁ ବହୁତ ଗୁଡ଼ାଏ କଥା ତାଙ୍କୁ ଜଣା ନଥିଲା। କିଛି ସମୟ ପରେ ପାଖ ବସାରେ ଅନ୍ୟ ଚିଡ଼ିଆ ଛୁଆମାନଙ୍କ କାନ୍ଦିବାର ଶବ୍ଦ ଶୁଭିଲା। ଏକ ଚିଡ଼ିଆ ମା ତାଙ୍କୁ ପାଖରେ ବସି ଚୁପ୍ କରାଉଥିଲା। ପିଙ୍କୁ, ଦେଖ, ସେଇ ଛୁଆମାନେ ଆମ ପରି କାନ୍ଦୁଛନ୍ତି। ଏମିତି ଲାଗୁଛି ଆମ ପରି ତାଙ୍କ ମା ବି ନାରାଜ ହୋଇଯାଇଛନ୍ତି। ଏମିତି କେବେ ଆଗରୁ ହୋଇନଥିଲା। ମା ଆମକୁ କେବେ ଏମିତି ରାଗିଯାଇ ନଥିଲା। ଆମେ ତ ବହୁତ ଦୁଷ୍ଟ ହେଉଥିଲେ, ଫେର୍ ବି ମା ଆମକୁ କ୍ଷମା କରିଦେଉଥିଲା। ସେ ଆମର ମସ୍ତିରେ ବିରକ୍ତ ହୋଇ କାନ୍ଦୁଥିଲା, କିନ୍ତୁ ଆମ ଉପରେ ରାଗୁ ନଥିଲା। ମା ଆମ ସହ କଥାବାର୍ତ୍ତା କେବେ ବନ୍ଦ କରୁନଥିଲା। ଆଉ ଗୋଟିଏ କଥା ହୋଇଥାଇପାରେ, ମା ଥକିଯାଇ ଶୋଇପଡ଼ିଥିବ। ଅନ୍ୟ ଛୁଆଟି କହିଲା, ନା ନା, ମା ଦିନବେଳେ କେବେ ଶୋଉନଥିଲା। ଠିକ୍ ଅଛି, ମାକୁ ଶୋଇବାକୁ ଦିଅ, ଆମେ ଖେଳିବା। କିଛି ଜାଣିନଥିବା ଛୁଆ ନିଜ ବୁଦ୍ଧି ଅନୁସାରେ ଅନୁମାନ ଲଗାଇ ଖେଳିବାକୁ ଲାଗିଲେ। ଏତିକିବେଳେ ଗୋଟିଏ ଶୁଆ ଆସି ତାଙ୍କ ପାଖରେ ବସିଗଲା। ସେ ଜାଣିଗଲା ଚିଡ଼ିଆ ମା ସବୁଦିନ ପାଇଁ ଶାନ୍ତ ହୋଇଗଲା। ସେ ଛୁଆମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲା, କିନ୍ତୁ ଛୁଆମାନେ ଏତିକି ଜାଣିପାରିଲେ ନାହିଁ ତାଙ୍କ ମା ମରିସାରିଛି। ଶୁଆ କହିଲା, ଛୁଆମାନେ, ତୁମ ମାଙ୍କ ଦେହ ଖରାପ ଅଛି, ଚାଲ ମୋ ସାଥିରେ ମୋ ବସାରେ ରହିବ। ସେତିକିବେଳେ ଛୋଟ ପକ୍ଷୀ ଛୁଆଟି କହିଲା, କାକା, ଯଦି ମା'ର ଦେହ ଖରାପ ଅଛି, ଠିକ୍ କରିଦିଅ ନା, ମୋ ମା'କୁ ବଞ୍ଚାଇ ଦିଅ। ଅନ୍ୟ ପକ୍ଷୀ ଛୁଆଟି କହିଲା, ମୁଁ ଶୁଣିଛି ବହୁତ ପକ୍ଷୀ ବିମାର ହୋଇ ମରିସାରିଛନ୍ତି। ସେମାନେ ମରିକି ସବୁଦିନ ପାଇଁ ଚୁପ୍ ହୋଇଯାଇଛନ୍ତି। ମୋ ମା ସହିତ ଏମିତି ହେବା କଥା ନୁହଁ। ମୋ ମା'କୁ ବଞ୍ଚାଇ ଦିଅ ନା କାକା। ମା ବିନା ଆମେ କେମିତି ରହିବୁ? ମା'କୁ କୁହ ନା, ସେ ଆମ ସହ କଥା ହେବ। ଶୁଆ ଚିଡ଼ିଆ ଛୁଆମାନଙ୍କ କଥା ଶୁଣି ଦୁଃଖୀ ହେଇଯାଉଥିଲା। ସେ ଜାଣିଥିଲା ତା ମା'ର ମୃତ୍ୟୁର କଥା ଚିଡ଼ିଆ ଛୁଆମାନଙ୍କୁ କହିଲେ ସେମାନେ ବରଦାସ୍ତ କରିପାରିବେ ନାହିଁ। ଶୁଆ ଚିଡ଼ିଆ ଛୁଆମାନଙ୍କୁ ଏପଟ ସେପଟ କଥା କହି ସେମାନଙ୍କୁ ସେଠାରୁ ନେଇଗଲା। ଅନ୍ୟ ପକ୍ଷୀର ଘରକୁ ଚାଲିଗଲା। ଅନ୍ୟ ପକ୍ଷୀଟି ଏମାନଙ୍କୁ ଦେଖି ଚିଡ଼ିବାକୁ ଲାଗିଲା, ଆରେ ଶୁଆ ଭାଇ, ମୁଁ ଏଇ ଦୁଇଜଣ ଛୁଆଙ୍କୁ ଯତ୍ନ ନେଇପାରିବି ନାହିଁ। ମୋ ଦୁଇଟି ଛୁଆ ବହୁତ ଛୋଟ। ଏ ଦୁଇଜଣ ମୋ ଦୁଇଟି ଛୁଆଙ୍କୁ ବିରକ୍ତ କରିବେ। ଚାଚୀ, ଆମେ କାହାକୁ ବିରକ୍ତ କରିବୁ ନାହିଁ। ଆମ ମା ଠିକ୍ ହୋଇ ଆସିଲେ ଆମେ ଏଠାରୁ ଚାଲିଯିବୁ। କେଉଁଠାରୁ ଆସିବ ତମ ମା? କ'ଣ ଭୂତ ହୋଇ ଆସିବ? ଏମିତି କୁହ ନାହିଁ ଚାଚୀ, ମୋ ମା ଭୂତ ନାହିଁ, ସେ ତ ବହୁତ ଭଲ। ହଁ ହଁ, ଜାଣିଛି, ସେ ବହୁତ ଭଲ। ଏତିକିବେଳେ ଶୁଆ ସେଠାରୁ ଚାଲିଗଲା। ସେମାନଙ୍କ ମଧ୍ୟରେ ଏମିତି କଥାବାର୍ତ୍ତା ହେଉଥାଏ। ଦୁଇଟି ଛୁଆଙ୍କ ମନରେ ଅନାଥ ହେବାର କୌଣସି ଦୁଃଖ ନଥାଏ। ଏବେ ବି ସେମାନେ ଭାବୁଥାନ୍ତି ତାଙ୍କ ମା ଭଲ ହୋଇ ଆସିଯିବ। ମୃତ୍ୟୁ ବିଷୟରେ ଅଜଣା ଛୋଟ ଚିଡ଼ିଆ ଛୁଆ ଦୁଇଟି। କିଛି ସମୟ ପରେ ଚିଡ଼ିଆ ଛୁଆଙ୍କୁ ଭୋକ ଲାଗିଲା। ସେମାନେ ଏପଟ ସେପଟ ଦେଖିବାକୁ ଲାଗିଲେ, ଆଉ ରହିପାରିଲେ ନାହିଁ। ଚାଚୀ ଚିଡ଼ିଆକୁ ଖାଇବାକୁ ମାଗିଲେ, ଆମକୁ ଭୋକ ଲାଗୁଛି, ଏଠି ଖାଇବାକୁ କିଛି ନାହିଁ। ଚାଚୀ, ତୁମେ ସେଠାରେ ଖୁଦ ରଖିଛ, ତାକୁ ଦିଅ ନା, ଏହାପରେ ଆମେ ମା ପାଖକୁ ଚାଲିଯିବୁ।
ସେହି ଦାନା ମୋ ଛୁଆମାନଙ୍କ ପାଇଁ। ଏ ଶୁଆ କେଜାଣି କାହିଁକି ଏମାନଙ୍କୁ ମୋ ପାଖରେ ଛାଡ଼ିଗଲା। ସେ ଶୁଆ ତମ ପାଇଁ ଖୁଦ ଆଣିବ। ସେ ଆସିବା ପର୍ଯ୍ୟନ୍ତ ତୁମ ମୁହଁ ବନ୍ଦ ରଖ। ଆଉ ଗୋଟିଏ କଥା ଶୁଣ, ତୁମ ମା ମରିସାରିଛି, ସେ କେବେ ଆସିବ ନାହିଁ। ଏହି କଥା ଶୁଣି ଚିକୁ କାନ୍ଦିବାକୁ ଲାଗିଲା। ତ ପିଙ୍କୁ ତାକୁ ଶାନ୍ତ କରାଇଲା, ତାକୁ ବୁଝାଇଲା। ସେ ଦୁଇଜଣ କାନ୍ଦି କାନ୍ଦି ବହୁତ ଖରାପ ଅବସ୍ଥା ହୋଇଯାଇଥିଲା। ବସା ପାଖରେ କିଛି ଦାନା ଖସି ପଡ଼ିଥିଲା। ତାକୁ ଖାଇ ଚୁପ୍ ହୋଇ ବସି ପଡ଼ିଲେ। ସେମାନେ ସେ ଚାଚୀର କଥା ହିଁ ଭାବୁଥିଲେ। ସେ ଚାଚୀ ସେମାନଙ୍କୁ ଘରୁ ବାହାର କରିଦେଲା। ଚାଚୀ କହିଲା, ଘରୁ ବାହାରି ଯାଅ, ନିଜ ପାଇଁ ଖୁଦ ନିଜେ ବ୍ୟବସ୍ଥା କର। ମୁଁ ଦୁଇ ଛୁଆଙ୍କୁ ସମ୍ଭାଳେ। ଦୁଇଟି ଚିଡ଼ିଆ ଛୁଆ ବହୁତ କାକୁତି ମିନତି ହେଲେ, କିନ୍ତୁ ତା ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ସେ ଦୁଇଜଣ ଛୋଟ ଚିଡ଼ିଆ ଛୁଆ ଭଗବାନଙ୍କ ଭରସାରେ ବାହାରେ ରହିବାକୁ ଲାଗିଲେ। କିଛି ଦିନ ଏମିତି ବିତିଗଲା। ସେ ଦୁଇଜଣ ଟିକିଏ ବଡ଼ ହୋଇଗଲେ। ଥଣ୍ଡା ଆସିଗଲା। ସେମାନେ ଥରି ଥରି ଗଛ ପତ୍ରରେ ଲୁଚି ଯାଉଥିଲେ। ଦୁଇଜଣ ଦୁଇଜଣଙ୍କ ସାହସ ବଢ଼ାଉଥିଲେ। ସେମାନେ ଉଡ଼ିବା ବି ଶିଖି ଯାଇଥିଲେ। ବିପଦକୁ ସାମ୍ନା କରିବା ବି ଶିଖି ଯାଇଥିଲେ। ବଡ଼ ପକ୍ଷୀଙ୍କଠାରୁ ନିଜକୁ ବଞ୍ଚାଇବା ବି ଶିଖି ଯାଇଥିଲେ। ଚାଚୀ ଚିଡ଼ିଆ ଯେତେବେଳେ ଖୁଦ ପାଇଁ ବାହାରକୁ ଯାଉଥିଲା, ସେତେବେଳେ ଚିକୁ ପିଙ୍କୁ ବସାରେ ରହି ତା ଛୁଆମାନଙ୍କୁ ରକ୍ଷା କରୁଥିଲେ। ଗୋଟିଏ ଦିନ ଚିକୁ ବସା ପାଖରେ ଥାଏ। ଗୋଟିଏ ସାପ ଗଛରେ ଚଢ଼ିବାକୁ ଲାଗିଲା। ଚିକୁ ଜାଣିଗଲା ଛୋଟ ଛୁଆଙ୍କ ପାଇଁ ବିପଦ ଅଛି। ସେ ସାପ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲା। ପିଙ୍କୁ ବି ଆସିଗଲା। ସେ ତା ଭାଇର ସାଥ ଦେଲା। ସାପକୁ ଦୁଇଜଣ ମିଶି କାମୁଡ଼ି ଖଣ୍ଡିଆ ଖାବରା କରିଦେଲେ। ସାପ ଶରୀରର କିଛି ଅଂଶରୁ ରକ୍ତ ବାହାରିବାକୁ ଲାଗିଲା। ଏଥିପାଇଁ ସେ ସେଠାରୁ ଦୌଡ଼ି ଚାଲିଗଲା। ଚାଚୀ ଚିଡ଼ିଆର ଛୁଆ ଦୁଇଟିର ଜୀବନ ବଞ୍ଚିଗଲା। ପିଙ୍କୁ ଏବଂ ଚିକୁ ବିପଦ ଟଳିଯିବାର ଦେଖି ଟିକିଏ ନିଶ୍ୱାସ ନେଲେ। ସାପକୁ ବାର ବାର ଥଣ୍ଟରେ କାମୁଡ଼ୁଥିବାରୁ ତାଙ୍କ ଥଣ୍ଟରେ ରକ୍ତ ଲାଗିଯାଇଥିଲା। କିଛି ସମୟ ପରେ ଚାଚୀ ଚିଡ଼ିଆ ସେଠାକୁ ଆସିଗଲା। ଦୁଇଜଣଙ୍କ ମୁହଁକୁ ଦେଖି ସେ ରାଗରେ ଫରିବାକୁ ଲାଗିଲା। ତୁମେ ଦୁଇଜଣ କ'ଣ କରିଛ? ତୁମ ଥଣ୍ଟରେ ରକ୍ତକୁ ଦେଖି ଲାଗୁଛି ତୁମେ ଦୁଇଜଣ ମୋଠାରେ ରାଗ ସୁଝାଇବା ପାଇଁ ମୋ ଛୁଆମାନଙ୍କୁ ମାରିଛ। ନାଇଁ ନାଇଁ, ଆମେ ଏମିତି କରିନାହିଁ, ଆମେ ତ ସାପ। ଏତିକି କହୁଥିବା ବେଳେ ଚାଚୀ ଚିଡ଼ିଆ ତାଙ୍କୁ ସାଙ୍ଗେ ସାଙ୍ଗେ ଥଣ୍ଟରେ କାମୁଡ଼ିବାକୁ ଲାଗିଲା। ପିଙ୍କୁ ଓ ଚିଙ୍କୁ ଚାଚୀ ଚିଡ଼ିଆକୁ ଏମିତି କରିବାକୁ ମନା କଲେ, କିନ୍ତୁ ସେ କାମୁଡ଼ିବାକୁ ଲାଗିଲା। ଚାଚୀ ଚିଡ଼ିଆ କହିଲା, ତୁମେ ଦୁଇଜଣ ସାପ, ମୁଁ ତୁମ ଦୁଇଜଣକୁ ମାରିଦେବି। ଏତିକି ବେଳେ ଶୁଆ ଉଡ଼ିଆସି ସେଠାରେ ପହଞ୍ଚିଲା। ସେ ଚିଡ଼ିଆକୁ ଏମିତି କରିବାକୁ ମନା କଲା। ଆରେ ଚିଡ଼ିଆ, ତୁ ଏକ ନମ୍ବର ମୂର୍ଖ। ତୁ ଏ ଚିଡ଼ିଆକୁ ସାବାସି ଦେବା ବଦଳରେ ମାରିବାକୁ ଲାଗିଛୁ। ଆରେ ଏ ଦୁଇଜଣ ତୋ ଛୁଆମାନଙ୍କୁ ବଞ୍ଚାଇଛନ୍ତି। ଯଦି ଏ ଦୁଇଜଣ ନଥାନ୍ତେ, ସାପ ଆସି ତୋ ଛୁଆମାନଙ୍କୁ ଖାଇ ଦେଇଥାନ୍ତା। ତୁ ଏମାନଙ୍କୁ ଘରୁ ବାହାର କରିଦେଇଛୁ ସିନା, କିନ୍ତୁ ଏମାନେ ତୋର ବିଶ୍ୱସ୍ତ। ଚାଚୀ ଚିଡ଼ିଆ ଏହା ଶୁଣି ଚମକି ପଡ଼ିଲା। ବସାକୁ ଯାଇ ତା ଛୁଆମାନଙ୍କୁ ସବୁ କୁଶଳ ମଙ୍ଗଳ ଦେଖି ନିଜେ କରିଥିବା କର୍ମ ପାଇଁ ପସ୍ତାଇବାକୁ ଲାଗିଲା। ଚାଚୀ ଚିଡ଼ିଆ ପିଙ୍କୁ ଚିଙ୍କୁକୁ କହିଲା, ମୁଁ ବହୁତ ବଡ଼ ଭୁଲ କରିଦେଇଛି। ମୋତେ କ୍ଷମା କରିଦିଅ। ମୁଁ ଦେବତାକୁ ଦାନବ ମାନୁଥିଲି। ତୁମେ ଦୁଇଜଣ ହୀରା। ମୁଁ ତୁମ ଦୁଇଜଣଙ୍କୁ ହେଟାଦର କରିଛି। ଆଜି ଶୁଆ ଭାଇ ମୋର ଆଖି ଖୋଲିଦେଲେ। ଆଜି ତମର ଦୁଇ ଛୋଟ ଭାଇ ତମ କାରଣରୁ ଭଲରେ ଅଛନ୍ତି। ମୁଁ ତୁମ ମା ବନିବା ପାଇଁ ଯୋଗ୍ୟ ନୁହଁ, କିନ୍ତୁ ସେ ଧନ୍ୟ ଯେ ତୁମକୁ ଜନ୍ମ ଦେଇଥିଲା। ଯଦି ତୁମେ ଦୁଇଜଣ ମୋ ପୁଅ ହୋଇଥାନ୍ତ, ପିଙ୍କୁ କହେ, ଆମକୁ ତୁମ ପୁଅ ବନାଇ ଦିଅ ନା ମା। ଚାଚୀ ଚିଡ଼ିଆର ଆଖି ଲୁହରେ ଭରି ଆସିଲା। ସେ ବହୁତ ଗର୍ବ ସହ ଦୁଇ ପୁଅଙ୍କୁ ଆପଣେଇ ନେଲା। ଆଜି ମୋତେ ବହୁତ ଗର୍ବ ଅନୁଭବ ହେଉଛି। ମୁଁ ତୁମ ଦୁଇଜଣଙ୍କ ମା ବନିଗଲି। ମୁଁ ବହୁତ ଭାଗ୍ୟଶାଳୀ କି ଏବେ ମୋର 4ଟି ସନ୍ତାନ। ଏଥିପାଇଁ ମୁଁ ବହୁତ ଖୁସି। ସେମାନେ ବହୁତ ସ୍ନେହ ସହ
ତାଙ୍କ ଚାଚୀମା ପାଖକୁ ଆସିଗଲେ। ସେମାନଙ୍କୁ ଏକ ନୂଆ ସୁନ୍ଦର ଦୁନିଆ ମିଳିଗଲା।